ସ୍ୱାଧୀନତା ଦିବସରେ କିଛି କହିବା ପାଇଁ ଯାଉଛି। ପ୍ରତ୍ୟେକ ବର୍ଷ ଅଗଷ୍ଟ 15 ତାରିଖ ଦିନ ଆବାଳ ବୃନ୍ଦ ବନିତା ଶ୍ରଦ୍ଧା ସହକାରେ ଏହି ଉତ୍ସବକୁ ପାଳନ କରନ୍ତି। ଉକ୍ତ ଦିନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମାନସୂଚୀ ରହେ। ଦେଶର ସର୍ବତ୍ର ଜାତୀୟ ପତାକା ଉତ୍ତୋଳନ କରାଯାଏ। ବିଦେଶରେ ଥିବା ଭାରତୀୟମାନେ ମଧ୍ୟ ଆନନ୍ଦ ସହକାରେ ସ୍ୱାଧୀନତା ଦିବସକୁ ପାଳନ କରନ୍ତି। ରାଜ୍ୟରେ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟ, ସରକାରୀ ଓ ବେସରକାରୀ ଅନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ ସହିତ ଜାକଜମକରେ ଉତ୍ସବ ପାଳନ କରାଯାଏ। ଅନୁଷ୍ଠାନ ଗୁଡ଼ିକ ବିବିଧ ପୁଷ୍ପ ଓ ରଙ୍ଗ ବେରଙ୍ଗ କାଗଜରେ ସଜ୍ଜିତ ହୋଇଥାଏ। ବିଦ୍ୟାଳୟ ଓ ମହାବିଦ୍ୟାଳୟ ମାନଙ୍କରେ ଜାତୀୟ ସଙ୍ଗୀତ ଗାନ, ପତାକା ଉତ୍ତୋଳନ, ରାମଧୁନ ଗାନ, ଅତିଥି ମାନଙ୍କର ଅଭିବାଦନ ଗ୍ରହଣ, ଭାଷଣ ପ୍ରଦାନରେ ସ୍ଥାନ ଗୁଡ଼ିକ ମୁଖରିତ ହୋଇଥାଏ। ବିଦ୍ୟାଳୟ ମାନଙ୍କରେ ପ୍ରଭାତ ଫେରି, ରାସ୍ତା ସଫେଇ ହୋ ମଝିରେ ମଝିରେ ସମବେତ କଣ୍ଠରେ ଭାରତ କି ଜୟ, ଜାତୀୟ ପତାକା କି ଜୟ, ମହାତ୍ମା ଗାନ୍ଧୀ କି ଜୟ ଆଦି ଧ୍ୱନିରେ ଭବନ ପବନ ମୁଖରିତ ହୋଇଥାଏ। ବିଦ୍ୟାଳୟ ମାନଙ୍କରେ ପ୍ୟାରେଡ୍ ମାନେ, ପ୍ରଦର୍ଶନ, ବକ୍ତୃତା ପ୍ରତିଯୋଗିତା, କୃତି, ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ, ମିଷ୍ଟାନ୍ନ ବଣ୍ଟନ ଇତ୍ୟାଦି ସ୍ୱାଧୀନତା ଉତ୍ସବକୁ ମହିମାନ୍ୱିତ କରିଥାଏ। ଓଡ଼ିଶାର ରାଜଧାନୀ ଭୁବନେଶ୍ୱରଠାରେ ମୁଖ୍ୟମନ୍ତ୍ରୀ ଅଭିବାଦନ ଗ୍ରହଣ କରିବା ସହିତ ଭାରତର ରାଜଧାନୀ ଦିଲ୍ଲୀର ଲାଲକିଲ୍ଲାଠାରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରି ଅଭିବାଦନ ଗ୍ରହଣ କରନ୍ତି। ରାଜ୍ୟରେ ଥିବା ବିଦ୍ୟାଳୟ, ମହାବିଦ୍ୟାଳୟ ମାନଙ୍କରେ ସ୍ୱାଧୀନତା ଦିବସ ଉତ୍ସବ ପାଳନ କରାଯାଏ। ବିଦ୍ୟାଳୟ ଓ ଅପରାହ୍ନରେ ସରକାରୀ ଓ ବେସରକାରୀ ସ୍ତରରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥାଏ। ସେହିଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଜାତୀୟ ପତାକାକୁ ସମ୍ମାନ ଦେଇ ଅଭିବାଦନ ଗ୍ରହଣ କରନ୍ତି। ସେହିଦିନ ସୂର୍ଯ୍ୟାସ୍ତ ପୂର୍ବରୁ ଜାତୀୟ ପତାକାକୁ ଉତ୍ତୋଳନ କରାଯାଏ। ମୁଁ ଏତିକି କହି ମୋର ବକ୍ତବ୍ୟ ଶେଷ କରୁଛି।